କର୍ନ ୱିଥ୍ ପ୍ରନ୍। ଉପକରଣ: ବଡ଼ ମକା 2ଟି, ମଧ୍ୟମ ଆକାରର ଚିଙ୍ଗୁଡ଼ି 500 ଗ୍ରାମ, ମୁଣ୍ଡ ଓ ଖୋଳ ବିହୀନ, ସରୁ ସରୁ କଟା ହୋଇଥିବା କ୍ୟାପ୍ସିକମ୍ 1, ଶୁଖିଲା ଲଙ୍କା 3-4ଟି, ରସୁଣ ବଟା 3-4 ଟେବୁଲ ଚାମଚ, 3ରୁ 4 ଟେବୁଲ ଚାମଚ, ଟମାଟୋ ସସ୍ 1 ଚା ଚାମଚ, ଲଙ୍କାଗୁଣ୍ଡ 1 ଚା ଚାମଚ, ପିଆଜ ପତ୍ର ଚୂନା 50 ଗ୍ରାମ, ସୋୟା ସସ୍ 1 ଟେବୁଲ ଚାମଚ, ରିଫାଇନ୍ ତେଲ 4ରୁ 5 ଟେବୁଲ ଚାମଚ। ପ୍ରଣାଳୀ: କରେଇରେ 2ରୁ 3 କପ୍ ପାଣିରେ ଅଳ୍ପ ଲୁଣ ପକାଇ ମକାକୁ 10 ମିନିଟ୍ ବାମ୍ଫରେ ରାନ୍ଧନ୍ତୁ। ପାଣି ନିଗାଡ଼ି ମକା ଦାନା ଛଡ଼ାନ୍ତୁ। ଚିଙ୍ଗୁଡ଼ିକୁ ଭଲ ଭାବରେ ଧୋଇ ଅଳ୍ପ ଲୁଣ ଗୋଳାନ୍ତୁ। କରେଇରେ ତେଲ ଗରମ କରି ଚିଙ୍ଗୁଡ଼ି ଲାଲ ହେବା ଯାଏ ଭାଜି ଅଲଗା ରଖନ୍ତୁ। ସେହି ତେଲରେ ରସୁଣ ବଟା, ଶୁଖିଲା ଲଙ୍କା ଅଳ୍ପ ଭାଜି ପିଆଜ ପତ୍ର ଓ କ୍ୟାପ୍ସିକମ୍ ଦିଅନ୍ତୁ। ଅଳ୍ପ ଘାଣ୍ଟି ସେଥିରେ ଚିଙ୍ଗୁଡ଼ି ଦିଅନ୍ତୁ। 2ରୁ 3 ମିନିଟ୍ ଗୋଳେଇ ସେଥିରେ ସୋୟା ସସ୍, ଟମାଟୋ ସସ୍, ଲଙ୍କାଗୁଣ୍ଡ ଓ ଲୁଣ ଦିଅନ୍ତୁ। ଶେଷରେ ମକା ଦାନା ଦେଇ ଘାଣ୍ଟନ୍ତୁ। ଟିକେ ଭାଜି ହୋଇଗଲେ ଆଉ ଟିକେ ପିଆଜ ପତ୍ର ଦେଇ ଆଞ୍ଚରୁ ଓହ୍ଲାନ୍ତୁ। ପରଟା ସହ ପରିବେଷଣ କରନ୍ତୁ।